ଡୁଙ୍ଗରିପାଲି ଶିଶୁ ମନ୍ଦିର ଛକରେ ଟ୍ରାକ୍ଟର ଧକ୍କାରେ ଜଣେ ମୃତ, ପଥଚାରୀ ଗୁରୁତର। ପ୍ରାପ୍ତ ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଲରିଆବାହାଲ ଗ୍ରାମର ମାୟାଧର ବାଗ ଅନ୍ୟ ଜଣେ ସାଙ୍ଗ ଆଦର୍ଶ ପଢ଼ଙ୍କ ସହିତ 26 ନମ୍ବର ଜାତୀୟ ରାଜପଥ ବୈଦୁପାଲି ପଟରୁ ବାଇକ୍ ଯୋଗେ ଡୁଙ୍ଗରିପାଲି ଅଭିମୁଖେ ଆସୁଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ଶିଶୁ ମନ୍ଦିର ଛକ ନିକଟରେ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ୍ରୁ ଛିଟିକି ପଡ଼ି ଆହତ ହୋଇଥିଲେ। ଏହି ସମୟରେ ରାସ୍ତା କଡ଼ରେ ପଶ୍ଚିମବଙ୍ଗର ସୋହେଲ ଖାଁ ରାଜମିସ୍ତ୍ରୀ ଯାଉଥିବା ବେଳେ ଉକ୍ତ ବାଇକ୍ ଧକ୍କା ଦେଇଥିଲା। ଫଳରେ ସେ ମଧ୍ୟ ଗୁରୁତର ଆହତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡୁଙ୍ଗରିପାଲି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଡାକ୍ତର ଫକିର ବାଗଙ୍କୁ ମୃତ ଘୋଷଣା କରିଥିଲେ। ଆଦର୍ଶ ପଢ଼ ହାତ ଏବଂ ଗୋଡ଼ରେ ଆହତ ହୋଇଥିବା ବେଳେ ସୋହେଲ ଗୁରୁତର ହୋଇଥିଲେ। ତେଣୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଇଥିବା ଜଣାପଡ଼ିଛି। ଡାକ୍ତରଖାନାରେ ଡୁଙ୍ଗରିପାଲି ପୋଲିସ ଏଏସ୍ଆଇ ଏକାମ୍ର ନାହକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ମୃତଦେହ ଡାକ୍ତରଖାନାରେ ରଖାଯାଇଥିବା ବେଳେ ଆସନ୍ତାକାଲି ବିନିକାରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ଏବଂ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଏବଂ ଚାଳକକୁ ଧରିବାକୁ ପୋଲିସର ଉଦ୍ୟମ ଜାରି ରହିଛି। ଜାତୀୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ଯେଭଳି ଭାବରେ ଘଟୁଛି, ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି।